ବାଲେଶ୍ୱରରେ ପ୍ରଥମ ଥର ପାଇଁ ଖୋଲିଛି ଓମେଗା ଏଜୁକେସନ। ସହର ଉପକଣ୍ଠ କାଳିଦାସପୁରଠାରେ ଏହାର ଶୁଭାରମ୍ଭ ହୋଇଛି। ଓମେଗା ଟେକ୍ ଏଆଇ ଏବଂ ଓମେଗା କମ୍ପିଟିଭ ମାଧ୍ୟମରେ ବିଭିନ୍ନ ପ୍ରକାରର କୋର୍ସ ଓ ପରୀକ୍ଷାର ପ୍ରସ୍ତୁତି କରିପାରିବେ ଛାତ୍ରଛାତ୍ରୀମାନେ। ପ୍ରଥମ ଥର ପାଇଁ ବାଲେଶ୍ୱରରେ ଓମେଗା ଟେକ୍ ଏଆଇ ଦ୍ୱାରା ପୋଷ୍ଟ ଗ୍ରାଜୁଏଟ୍ ପ୍ରୋଗ୍ରାମ ଇନ୍ ଡାଟା ସାଇନ୍ସ ଆଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡାଟା ଏନାଲିଷ୍ଟ, ଡାଟା ନୋଟ୍, ପାଇଥନ ଦଶମ ଏବଂ ଯୁକ୍ତ 2 ଛାତ୍ରଛାତ୍ରୀମାନଙ୍କ ପାଇଁ ବେସିକ୍ ପାଇଥନ କୋର୍ସ ଉପଲବ୍ଧ କରାଯିବ। ସେହିପରି ଓମେଗା କମ୍ପିଟିଭ ମାଧ୍ୟମରେ ଏସ୍ଏସ୍ସି, ଓଏସ୍ଏସ୍ସି, ବ୍ୟାଙ୍କିଂ, ପିଏସ୍ୟୁ, ରେଲୱେ ଆଦି ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଏଠାରେ କୋଚିଂ ନେଇପାରିବେ ବୋଲି ଓମେଗା ଏଜୁକେସନର ମୁଖ୍ୟ ପବିତ୍ର ପ୍ରସାଦ ପାଣି ଏବଂ ଜ୍ୟୋତିରଞ୍ଜନ ସାହୁ ସୂଚନା ଦେଇଛନ୍ତି। ଏଠି ଆମର ଏଟା ହେଉଛି ଓମେଗା ଏଜୁକେସନ ନାଁରେ ଆମର ଦୁଇଟା ବ୍ରାଞ୍ଚ ଅଛି। ଏଥିରେ ଓମେଗା ଟେକ୍ ଏଆଇ ଆଉ ଓମେଗା କମ୍ପିଟିଟିଭ। ଓମେଗା ଟେକ୍ ଏଆଇ ଅଣ୍ଡରରେ ଆମର ପୋଷ୍ଟ ଗ୍ରାଜୁଏଟ୍ ଇନ୍ ଡାଟା ସାଇନ୍ସ ଆଉ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅଛି। ତା ସହିତ ଡାଟା ଆନାଲିସିଷ୍ଟ, ଡାଟା ଏନୋଟେସନ, ପାଇଥନ ଆଉ ବେସିକ୍ ପାଇଥନ ଅଛି ଆମର 10th ଆଉ 12th ପାସ୍ ପିଲାଙ୍କ ପାଇଁ। ଏଇଟା କାରଣ ଆଜିକାଲି ସବୁ 10th ଆଉ 12th ପରେ ପିଲାମାନେ ସଫ୍ଟୱେର ଲାଇନ୍ ଆସିବାକୁ ଚାହୁଁଛନ୍ତି, ତ ଏଇଟା ଆମର ଗୋଟେ ପ୍ରୟାସ ହେଉଛି ଆମର ଦଶମ ଆଉ 12th ପିଲାଙ୍କ ପାଇଁ। ଆଉ ଆମର ଓମେଗା କମ୍ପିଟିଟିଭ ଅଣ୍ଡରରେ ଏସ୍ଏସ୍ସି, ଓଏସ୍ଏସ୍ସି, ବ୍ୟାଙ୍କିଂ ଆଉ ରେଲୱେ ଏସବୁ କରାଯିବ। ଯେହେତୁ ମୋର ଗ୍ରାଜୁଏଟ୍ ହେଉଛି, ମୁଁ ଆଇଆଇଟି ହାଇଦ୍ରାବାଦରୁ ମୋର ପୋଷ୍ଟ ଗ୍ରାଜୁଏଟ୍ ଆମର ଡାଟା ସାଇନ୍ସ ଆଉ ଏଆଇ, ସେଇପାଇଁ ମୁଁ ଏଟାକୁ ମାନେ ବାଲେଶ୍ୱରରେ ନାହିଁ ଏହିପରି ଇନଷ୍ଟିଚ୍ୟୁଟ୍, ତ ମୁଁ ଏଟାକୁ ଏବେ ଷ୍ଟାର୍ଟ କରିଛି। ହଁ, ପ୍ରଥମ ଇନଷ୍ଟିଚ୍ୟୁଟ୍ ଯିଏକି ପୋଷ୍ଟ ଗ୍ରାଜୁଏଟ୍ ପ୍ରୋଗ୍ରାମ ଦେଉଛି ଆମର ଡାଟା ସାଇନ୍ସ ଆଉ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ। ପିଲାମାନେ ଆମର ପୋଷ୍ଟ ଗ୍ରାଜୁଏଟ୍ ପ୍ରୋଗ୍ରାମ ପାଇଁ ଆଉ ଡାଟା ଆନାଲିସିଷ୍ଟ ପାଇଁ ପିଲାମାନେ ମିନିମମ୍ କ୍ୱାଲିଫିକେସନ୍ ଗ୍ରାଜୁଏଟ୍ ମାନେ ବିଟେକ୍ ହଉ କିମ୍ବା +3 ସାଇନ୍ସ ଇଏର ହେଇଥିବ। ଆଉ ବାକି ଡାଟା ଆନାଲିସିସ୍ ପାଇଁ ବି ସେ ଗ୍ରାଜୁଏଟ୍ ହେବା ଦରକାର। ଆଉ ଡାଟା ଏନୋଟେସନ୍ ପାଇଁ ଆମର ଡିପ୍ଲୋମା ପିଲା ବି ଏଟାକୁ ଡିପ୍ଲୋମା +2 ପିଲା କରିପାରିବେ। ଆଉ ବେସିକ୍ ପାଇଥନ୍ ପାଇଁ ଆମର ବେସିକ୍ ପାଇଥନ୍ ପାଇଁ 10th ପିଲା ବି ଏଥିରେ କରିପାରିବେ। ଆଜିଠାରୁ ଆମର ଓପନିଂ ଷ୍ଟାର୍ଟ ହେଉଛି, 20 ତାରିଖ ସୁଦ୍ଧା ଆମର କ୍ଲାସ୍ ଷ୍ଟାର୍ଟ ହେବ। ଆମର ତ ପ୍ରତି ବ୍ୟାଚ୍ରେ 30 ପିଲା ରହିବେ, ସେମିତି ଯେତେଟା ବ୍ୟାଚ୍ ହେବ ସେଇ ହିସାବରେ ଆମର ଆଗେଇ ଯିବ। ଅତିଥି ଭାବେ ବରିଷ୍ଠ ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀ, ଆର୍କେସିଏଟି କଲେଜର ଅଧ୍ୟକ୍ଷ ପ୍ରେମାନନ୍ଦ ପ୍ରଧାନ, ଦୁର୍ଗା ପ୍ରସାଦ ପାଣିଗ୍ରାହୀ, ନିରଞ୍ଜନ ସାହୁ, ରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ହୋଇ ଓମେଗା ଏଜୁକେସନ ଆଗାମୀ ଦିନରେ ମଣିଷ ତିଆରି କାରଖାନା ଭାବେ ସାରା ଜିଲ୍ଲାରେ ପ୍ରତିଷ୍ଠା ଲାଭ କରିବା ସହିତ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଆପଣମାନେ ବି ଜାଣିଛନ୍ତି, ଆମେ ସମସ୍ତେ ଜାଣିଛୁ, ଏଜୁକେସନର କୌଣସି ବାଉଣ୍ଡ୍ରି ନାହିଁ। ଆଉ ସବୁଥିରେ ବାଉଣ୍ଡ୍ରି ଅଛି, ଏଜୁକେସନର ଗୋଟେ ବାଉଣ୍ଡ୍ରି ନାହିଁ। ବାଲେଶ୍ୱର ଆପଣ ଜାଣିଛନ୍ତି ଉତ୍ତର ଓଡ଼ିଶାର ପ୍ରାଣକେନ୍ଦ୍ର, ଆମେ ସମସ୍ତେ ବାଲେଶ୍ୱରରୁ କହୁ। ବିଶେଷ କରି ଶିକ୍ଷା କ୍ଷେତ୍ରରେ ବାଲେଶ୍ୱରର ଭୂମିକା ସାରା ଓଡ଼ିଶାରେ କାହିଁକି ସାରା ଭାରତବର୍ଷରେ ବହୁତ ଗୁରୁତ୍ୱପୂର୍ଣ୍ଣ। ଗୋଟେ ପ୍ରଥମ କରି ପବିତ୍ର ପାଣି ଭାଇ ଆଉ ତାଙ୍କର ଭାଇ ଜଣେ ମିଶିକି 2 ଜଣ ଜଏଣ୍ଟ ଭେଞ୍ଚରରେ ସେମାନେ ଯେଉଁ ଆଜି ଗୋଟେ ଓମେଗା ଏଜୁକେସନ ଗୋଟେ କମ୍ପ୍ୟୁଟର ଇନଷ୍ଟିଟ୍ୟୁସନଟେ ଯେଟାକୁ ଆରମ୍ଭ କରିଛନ୍ତି, ଏଇଟା ନିଶ୍ଚିତ ଭାବରେ ଫଳପ୍ରଦ ହେବ। ତା କାରଣ ହେଉଛି ବାଲେଶ୍ୱରରେ ପୋଷ୍ଟ ଗ୍ରାଜୁଏସନ୍ କରିବା ପାଇଁ ଏଆଇଟା ଆପଣ ଜାଣିଛନ୍ତି ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବହୁତ ଆବଶ୍ୟକତା ଅଛି। ତେଣୁ ବିଶେଷ କରି ଯେଉଁମାନେ ଗ୍ରାଜୁଏଟ୍ ପିଲା, ଯେଉଁମାନେ ବିଟେକ୍ କରିଛନ୍ତି ବା ଅନ୍ୟାନ୍ୟ ଏଜୁକେସନ ସେକ୍ଟରରୁ ଯେଉଁମାନେ ଆସିଛନ୍ତି, ଏଆଇ ଉପରେ ସେମାନଙ୍କର ଦକ୍ଷତା ରହିବାର ଆବଶ୍ୟକତା ଅଛି। ଏବଂ ସେଇଥିପାଇଁ ସହର ବାହାରେ ବି ଅଛି, କୌଣସି ଡିଷ୍ଟର୍ବାନ୍ସ ହେବନି। ଏବଂ ଆମେ ଆଶା କରିବା, ବହୁତ ବଡ଼ କଥାଟା ବର୍ତ୍ତମାନ ସମୟରେ ଚାକିରି ନାହିଁ। ତେଣୁ ପିଲା ନିଜକୁ ଏଜୁକେଟ୍ କରିପାରିବା ପାଇଁ ହେଲେ ବର୍ତ୍ତମାନ ସାମ୍ପ୍ରତିକ ପରିସ୍ଥିତିରେ ଯେଉଁ ବ୍ୟବସ୍ଥା ହେଇଛି, ସେଇଟା ପାଇଁ ନିଶ୍ଚିତ ଭାବରେ ଏଭଳିଆ ଇନଷ୍ଟିଚ୍ୟୁସନ୍ ଗୋଟେ ଆବଶ୍ୟକ ଥିଲା। ଏବଂ ସେଇ ଆବଶ୍ୟକତାକୁ ମେଣ୍ଟେଇବା ପାଇଁ ସେମାନେ ତାଙ୍କ ନିଜ ଉଦ୍ୟମରେ କରିଛନ୍ତି। ଏବଂ ତାଙ୍କର ଏଇ ଉଦ୍ୟମ ପାଇଁ ମୁଁ ଫ୍ୟୁଚର ବାଲେଶ୍ୱର ତରଫରୁ ତାଙ୍କୁ ସାଧୁବାଦ ଜଣାଉଛି। ଦ୍ୱିତୀୟ କଥା ହେଉଛି ଯେ ଏଭଳି ଇନଷ୍ଟିଚ୍ୟୁସନଟା ଏଭଳି ଲୋକେସନ ଗୋଟେ ବାଛିକି ସେମାନେ କରିଛନ୍ତି, ଯେଉଁଠି କୌଣସି ସହରର ଅନେକ ସମୟରେ ସହରରେ ଡିଷ୍ଟର୍ବାନ୍ସ ହେଉଛି, ବନ୍ଦ ହେଇଯାଉଛି ଇନଷ୍ଟିଚ୍ୟୁସନ ସବୁ ଟିକେ ଟିକେ କଥାରେ ଷ୍ଟ୍ରାଇକ୍ ଫ୍ରାଇକ୍ କ୍ଷେତ୍ରରେ। କିନ୍ତୁ ଏଭଳି ଗୋଟେ ସେମାନେ ଜଏଣ୍ଟ ଜାଗାରେ କରିଛନ୍ତି, ଜଷ୍ଟ ବାଲେଶ୍ୱର ସହରର ସୀମା ଯେଉଁଠି ଶେଷ, ବାଲେଶ୍ୱର ରେମୁଣା ମ୍ୟୁନିସିପାଲିଟି ଯେଉଁଠୁ ଆରମ୍ଭ, ସେଇ ଜାଗାରେ କରିଛନ୍ତି। ତେଣୁ ଆର କିଛି ପ୍ରଭାବ ରହିବନି। ଏଟା ଗୋଟେ ବହୁତ ଭଲ ଡିଷ୍ଟର୍ବାନ୍ସ ହେବନି, ଭଲ ଏଜୁକେସନାଲ ଏନଭାରନମେଣ୍ଟ ହେବ। ଏବଂ ଆଶା କରିବା ଯେ ନିଶ୍ଚିତ ଭାବରେ ସେମାନେ ଯେଉଁ ଉଦ୍ଦେଶ୍ୟ ବା ଯେଉଁ ଉଦ୍ୟମ ଜାରି ରଖିଛନ୍ତି, ଈଶ୍ୱର ତାଙ୍କୁ ସାହାଯ୍ୟ କରିବେ ଏବଂ ସେମାନେ ତାଙ୍କର ଏହି ଉଦ୍ୟମ ଫଳପ୍ରଦ ହେବ।
इति उत्तरे ओम देव सविता वसुवज्ञं स्वाहा इदमग्नेन्द्रियस्य इदं नाम